ସେଇ ଯୋଉ ଉତ୍କଣ୍ଠା ସେଟା ମୁଁ ନିଜେ କେମିତି ମୋ ଭଏସଟା ରେଡ଼ିଓକୁ ପଠେଇବି। ରେଡ଼ିଓ ଶୁଣିଲା ଦିନରୁ ମୋର ଗୋଟେ ଥିଲା ଇଣ୍ଟରେଷ୍ଟ, ଆଉ ସେଟା ବିଭିନ୍ନ ପ୍ରକାର ବହି ପଢ଼ାପଢ଼ି କରି ସେତେବେଳେ ସେଟାକୁ ନିଜେ ଏଇଟା କରିପାରିଥିଲି। ଆଉ ସେଇ ସମୟରେ ଏଇଟା କରିବାଟା ଏତେ ସହଜ କଥା ନଥିଲା ମୋ ପାଇଁ। ଯାହା ହଉ କରୁ କରୁ ଏଇଟା ହେଇଗଲା। ହେଲା ପରେ ସେ ଯୋଉ ଏକ୍ଜିବିସନରେ ଏଟାକ 74 ମସିହା କଲେଜ ଏକ୍ଜିବିସନରେ ଯୋଉ ଜାଣିପାରିଲେ ଜିନିଷଟା ପ୍ରକୃତରେ ଜିନିଷଟା ହଁ ତିଆରି କରିଛନ୍ତି, ସେଇଠୁ ଚାରିଆଡ଼େ ଆର ପ୍ରୋପାଗାଣ୍ଡା ହେଇଗଲା। ତାପରେ ତ ମୁଁ ପାଠଟା ସିନା ପଢ଼ୁଥିଲି, କିନ୍ତୁ ମୁଁ ଚାକିରି ଉଦ୍ଦେଶ୍ୟ ରଖିକି ପାଠ ପଢ଼ୁନଥିଲି। ମୁଁ ନିଜେ କେମିତି ନିଜ ଗୋଡ଼ରେ ଛିଡ଼ା ହେବି ଆଉ କିଛି ଗୋଟେ କରିବି, ନିଜ ଗାଁରେ ହିଁ କରିବି, ଆଉ କୌଣସି ସହର ବଜାରକୁ ଯିବି ନାହିଁ, ସେଇ ଉଦ୍ଦେଶ୍ୟରେ ହେଇକିରି ମୁଁ ମୂଳରୁ ପ୍ରିପେୟାର ହେଇଥିଲି। ଆଜି ବି ଏଇଠି ଗାଁରେ ବି ଯାହା କାମ କରୁଛି, ମାନେ ବହୁତ ଦୂର ଦୂରାନ୍ତରକୁ, ମାନେ ଇଭେନ୍ ଆପଣଙ୍କର କେଉଁଝରର ପ୍ରାୟ 80% ଲୋକ, ମୟୂରଭଞ୍ଜର ବି 70% ଲୋକ, ଆପଣଙ୍କର ହେଲା ଝାଡ଼ଖଣ୍ଡ ସାଇଡ଼ରୁ ସିଆଡ଼େ ବି ଲୋକ, ମାନେ ଯେଉଁ ସମୟରେ ଭିସିଆର୍ କାମ ଚାଲିଥିଲା, ଭିସିଆର୍ର ପ୍ରଚଳନ ଚାଲିଥିଲା, ଭିସିଆର୍ ଆଉ ଭିଡ଼ିଓ କ୍ୟାମେରା ଯେଉଁ ବଡ଼ ବଡ଼, ସେତେବେଳେ ବହୁତ ଏରିଆର ଲୋକମାନେ ଆସିକି ମୋ ପାଖକୁ କାମ କରି ନିଅନ୍ତି। ଯେଉଁଗୁଡ଼ାକ ହେଇପାରେନି ବଡ଼ ବଡ଼ ସଂସ୍ଥାରେ, କମ୍ପାନୀର ସର୍ଭିସ୍ ସେଣ୍ଟର ବି ଫେରାଇ ଦିଏ, ତାକୁ ବି ମୁଁ କରିକି ଦେଇଛି। ସେଇଠୁ ଲୋକେ ଆମେ ଦେଖିଲୁ ଆପଣ ଗୋଟେ ନୂଆ ଜିନିଷ ତିଆରିଛନ୍ତି। 2 କିଲୋମିଟର ଦୂରରେ ଆପଣଙ୍କର ବଗିଚା ଅଛି, କିନ୍ତୁ ବଗିଚାରେ ପକ୍ଷୀଟେ ବି ଉଡ଼ିଗଲେ ଆପଣଙ୍କୁ ଗଲେ ଆରାମ ବାଜିବ। ସେଟା ସେ ଯୋଉ ଟ୍ରାନ୍ସମିଟର ଖଣ୍ଡ ମୁଁ ତିଆରି ଥିଲି, ସେଇଟା ଗୋଟେ ନୂଆ ରୂପ ଦେଲି। ଟ୍ରାନ୍ସମିଟର ଆମେ ଭଏସଟା ସେଠି ଦେଲେ, ଭଏସଟାକୁ ସେଠି ଇନପୁଟ ଦେବେ, ଆମେ ଦେଲେ ସେ ଭଏସଟା ରେଡ଼ିଓକୁ ଚାଲି ଯାଉଥିଲା। କିନ୍ତୁ ଏଇଠି ମୁଁ ଗୋଟେ ସିଗ୍ନାଲ ସେଠି ଆପ୍ଲାଏ କଲି। ନହେଲେ ଗୋଟେ ଚଢ଼େଇଟେ ଉଡ଼ିଯିବ, କିମ୍ବା ଗୋଟେ ଗାଈଟେ ଯିବ, କିମ୍ବା କେହି ମଣିଷଟେ ଗଲା, ସେ ବଡ଼ିର ଯେଉଁ ଆମର ଇନଫ୍ରାରେଡ୍ ରେଡ଼ିଏସନ୍ ରହୁଛି, ସେଇଟାକୁ ସିଏ ଡିଟେକ୍ଟ କରୁଛି। ଡିଟେକ୍ଟ କଲା ପରେ ସିଏ ଗୋଟେ ଇନଫର୍ମେସନ୍, ଇନଷ୍ଟାଣ୍ଟଲି ଗୋଟେ ଇନଫର୍ମେସନ୍ ଦେଇଦେଉଛି ସେ ଟ୍ରାନ୍ସମିଟରକୁ। ସେଇ ଟ୍ରାନ୍ସମିଟେଡ୍ ସିଗ୍ନାଲଟା ମୋ ଘରକୁ ପହଞ୍ଚି ଆସୁଛି ତତ୍କ୍ଷଣାତ୍। ଆସିଲେ ଏଇଠି ସେ ଆଲାର୍ମଟା ବାଜୁଛି। ଆଉ ଏହା ଦ୍ୱାରା କ'ଣ କେତେ ଲାଭ ହେଉଛି? ଲାଭ ତ ମୋର ଦେଖନ୍ତୁ, ବଗିଚାରେ ମୁଁ ବର୍ତ୍ତମାନ ସୁଦ୍ଧା ରାତି କେବେ ଜଗିବାକୁ ଯାଇନାହିଁ। ବଗିଚା ଗୁଡ଼ା ଇନଷ୍ଟଲ୍ କରିବାର ମୋର 6 ବର୍ଷ ଉପରେ ହେଇଗଲାଣି। ମୁଁ ଗୋଟେ ଦିନ ବି ବଗିଚାକୁ ରାତି ଜଗିବାକୁ ଯାଇନାହିଁ। ଆଉ ଚୋର କେହି ବି ପଶିବାକୁ ସାହସ କରନ୍ତିନି ବଗିଚାକୁ। ଏତେ ଚାଷ କରିଛି, ଏତେ ଜିନିଷ ଅଛି, 8-10 ଲକ୍ଷ ଟଙ୍କାର ଜିନିଷ ବାହାରେ ପଡ଼ିଛି ସେଠି। ଚାଷ କଲା ବେଳକୁ ପାଖାପାଖି ଏମିତି ବହୁତ କିଛି ଚାଷ କରାହୁଏ, ଯେଉଁଗୁଡ଼ାକି ଚୋରି ହେବାର ଲୋକଙ୍କ ସମ୍ଭାବନା ବହୁତ ଥାଏ, କିନ୍ତୁ ଗୋଟେ ବି ଚୋରି ହୁଏ ନାହିଁ ସେଠି, କେହି ସାହସ କରନ୍ତି ନାହିଁ। ନୂଆ ଜିନିଷ କହିଲେ ଆଉ ଗୋଟେ କରାହେଇଛି, ଟେଲିଫୋନ କମାଣ୍ଡ ସାହାଯ୍ୟରେ, ମାନେ ଆପଣଙ୍କର ଇରିଗେସନ୍ ପଏଣ୍ଟ ଗୁଡ଼ାକ ଅପରେଟ୍ ହେଉଛି, ସେଇଟା ଗୋଟେ କରାହେଇଛି। ଆପଣ ଗୋଟେ ଟେଲିଫୋନ, ଛୋଟ ଟେଲିଫୋନଟେ ରହିବ ଆପଣଙ୍କର ଇରିଗେସନ୍ ପଏଣ୍ଟରେ, ଗୋଟେ ପାସୱାର୍ଡ଼ କୋଡ଼ ଦେବି ମୁଁ, ସେଇ ନମ୍ବରଟାକୁ ଡାଏଲ୍ କରିବେ, ତାପରେ ପାସୱାର୍ଡ଼ କୋଡ଼ଟା ଗୋଟେ ମାରିଦେବେ, ମାରିଦେଲେ ପମ୍ପଟା ସେଠି ଅପରେଟ୍ ହେବ। ସେ ପମ୍ପଟା ଯାହା ବି ହେଇଥାଉ, 10 HP ହେଇଥାଉ, 20 HP ହେଇଥାଉ, ମତଲବ କିଛି ନାହିଁ, କୋଡ଼ଟା ମାରିଦେବେ, ଯେଉଁ କୋଡ଼ଟା ଦେଇଥିବି ସେଇଟା ହେଲେ ପମ୍ପଟା ଅପରେଟ୍ ହେବ। ତାପରେ ଆପଣ କେତେ ସମୟ ଚଲେଇବେ, ଆପଣ ଥରେ ମ୍ୟାନୁଆଲି ତାକୁ ଦେଖିଦେଲେ ଯେ ମୁଁ 3 ଘଣ୍ଟା ଚାଲିଲେ ମୋର 10-15 ଏକର ଜାଗା ହେଇଯାଉଛି, ବାସ୍। ତାପରେ 3 ଘଣ୍ଟା ପରେ ଆଉ ଥରେ ସେ ଫୋନଟାକୁ ଡାଏଲ୍ କରିବେ, ଆଉ ଗୋଟେ କୋଡ଼ ଦେଇଥିବି ଅଫ୍ ପାଇଁ, ସେ କୋଡ଼ଟା ମାରିଦେବେ, ପମ୍ପଟା ଅଫ୍ ହେଇଯିବ। ତେଣୁକରି ଆପଣ ଯଦି ଜଙ୍ଗଲ ଭିତରେ କେଉଁଠି ଗୋଟେ, କି ନଈ କୂଳରେ କେଉଁଠି ଅଛି, ମାନେ ତାକୁ ଯିବା ପାଇଁ ସବୁବେଳେ ଅସୁବିଧା ହେଉଛି, ଖରା ବର୍ଷାରେ, ଆପଣ କିମ୍ବା କୌଣସି ରାତି ହିଂସ୍ର ଜନ୍ତୁ ବି ଭୟ ରହୁଛି, ସେ କ୍ଷେତ୍ରରେ ଆପଣ ଘରେ ଥାଇକିରି ବି 10-15 କିଲୋମିଟର ଦୂର ଆପଣ ପମ୍ପଟା ଅପରେଟ୍ କରିପାରୁଛନ୍ତି। ତା ସହିତ କିଛି ମନ୍ଦିରରେ ବି ଦିଆହେଇଛି। ମନ୍ଦିରରେ ଧରନ୍ତୁ ପୂଜକ ଯିଏ, ସିଏ ଘରେ ଅଛି, ତା ସକାଳୁ 5ଟା ବେଳେ ଗୋଟେ ଭଜନ ବଜେଇବାର ଅଛି, ସେ ମନ୍ଦିରକୁ ନ ଆସିକିରି ସେ ଘରୁ ଅପରେଟ୍ କରିକିରି ସେ ମାଇକଟାକୁ ବଜାଉଛି। ସେ ଭଜନ ସରିଲା ପରେ ଘରୁ ହିଁ ସେ ଆଉ ଥରେ ବନ୍ଦ କରିଦେଉଛି, ସେଇ ଜିନିଷ ସାହାଯ୍ୟରେ। ସେଇଟାକୁ ବିଭିନ୍ନ ରୂପରେ ବିଭିନ୍ନ ଜାଗାରେ ଲଗା ହଉଛି। ଆଗକୁ କ'ଣ ଲକ୍ଷ୍ୟ? ଲକ୍ଷ୍ୟ ତ ବହୁତ କିଛି ଅଛି, କିନ୍ତୁ ସମୟ ତ ମିଳୁନାହିଁ। ତେବେ ଏଇ ସୀମିତ ସମୟ ଭିତରେ ଯାହା ଯେତେବେଳେ ପାରୁଛି ଖଣ୍ଡେ ଖଣ୍ଡେ ଜିନିଷ ନୂଆ ନୂଆ ତିଆରି କରାହଉଛି। ଆଉ ଆଚ୍ଛା, ମୋ ପରିଚୟ ହେଲା, ମୋ ଘର ହଉଛି ଦାସରଥୀପୁର, ଏଇଠୁ ପାଖାପାଖି। ଆଜ୍ଞା, ହଁ, ମୋ ନାଁ ହଉଛି ଜ୍ୟୋତିଭୂଷଣ ମହାନ୍ତ, ମୋ ଘର ହଉଛି ଦାସରଥୀପୁର, ଆମର ଜିପି ଅଲଗା, ଏଠୁ ପାଖାପାଖି 5-7 କିଲୋମିଟର ପାଖାପାଖି ହେଇଯିବ।
ଆମେ ଆମେ ଏଠୁ ଆସିଛୁ, ଆମର ଗୁରୁଜନ ଲୋକ, ଆମେ ଏଇଠୁ କାମ ବି ଶିଖିଛୁ। ଆଉ ୟାଙ୍କର ଆଦର୍ଶ ମାନେ ୟାଙ୍କୁ ଆଦର୍ଶ କରିକି ଆମେ ବି କିଛି କାମ କରିକିରି ଇନକମ ରେ ଚାଲିଛୁ। ଆଉ ଏମାନେ ତ ଆମେ ଛୋଟ ଥିଲୁ, ବାପର ତୁଲ୍ୟରୁ ଆହୁରି ବଡ ହେବେ ମାନେ, କିନ୍ତୁ ସେତିକି ଭିତରେ ଆମେ ଜାଣିଥିଲୁ ଯୋଉଟା କି ମାନେ କଣ କହିବି ଆଉ, ଆକାଶବାଣୀ ବୋଲିକି, ଆକାଶବାଣୀ ଚେମଣା କହିଲେ ଆମେ ଜାଣୁ, ନା ଜାଣିନଥିଲୁ ଆମେ। ସେତେବେଳକୁ ଯେତେବେଳକୁ ଆମର ମାନେ କେଉଁଝର ସେଣ୍ଟର ଥିଲା ଆଉ କଟକ ସେଣ୍ଟର, ଆମେ ଆଣ୍ଟିନା ଖୁଣ୍ଟ ଟାଙ୍ଗୁଥିଲୁ, ସେତେବେଳୁ ଏମାନଙ୍କର ପରିଚୟ ଥିଲା ଆକାଶବାଣୀ ଚେମଣା। ଏମାନେ ନିଜେ ଉଦ୍ଭାବନ କରିଥିଲେ, ଖାଲି ଗଭର୍ଣ୍ଣମେଣ୍ଟ ମାନେ ପ୍ରୋତ୍ସାହନ ଦେଇନାହିଁ ବୋଲିକି ଆଜି ଏମାନେ ତଳେ ଅଛନ୍ତି, ତାହେଲେ ବହୁତ ଆଡଭାନ୍ସ କରିଥାନ୍ତେ। ଏତିକିଟା ବହୁତ ବଡ ଜିନିଷ ଯାହା ହଉ, ଏମାନଙ୍କର ହାତ ହଉ କି ଯେକୌଣସି ହଉ, ତାଙ୍କ ଦିମାଗଟାକୁ ମାନିତେ ପଡିବ। ଆଉ ତାଙ୍କ ଦ୍ୱାରା ହିଁ ଆମେ ଆଦର୍ଶ ପାଇକି ଆମେ ବି ଆଜିକାଲି, ମୁଁ ବି ଇଲେକ୍ଟ୍ରିସିଆନ ହେଇଛି, ମାନେ ଟେକ୍ନିକାଲ ଲାଇନ କୁ ଆମେ ଆସିଛୁ ଆଦର୍ଶ ପାଇକି। ଆଉ ୟାଙ୍କର ଏତିକି ଦିମାଗ ଅଛି, ଆଜି ପର୍ଯ୍ୟନ୍ତ ଆମେ ପାରିବାନି। ଗୋଟେ ଇଞ୍ଜିନିୟର କଣ ତାର ବାପ ହେଲେ ବି ପାରିବନି, ଏଟା ଗ୍ୟାରେଣ୍ଟି। ସେତିକି ହିଁ। ଆଉ ଯଦି ୟାଙ୍କର ବର୍ତ୍ତମାନ ବି ଦେଖିବେ ସବୁଆଡେ ଏତିକି କାମ ପ୍ରେସର ଅଛି ତାଙ୍କ ପାଖରେ, ମାନେ କାମ କରି ହିଁ ପାରିତେନି, କି ପିଲା ରଖିକି ବି ସେମାନେ ବି ସେତିକି ଦିମାଗ ଚଲେଇ ପାରୁନାହାନ୍ତି। ୟାଙ୍କର ଯୋଉ କୌଣସି ଅଛି, ହୁଏତ ସେ ଭଗବାନଙ୍କର ଆଶୀର୍ବାଦରୁ ସେମାନେ ସେତିକି କଳା ପାଇଛନ୍ତି, ନହେଲେ ହବ ନାହିଁ। ଗୋଟେ ସମସ୍ତଙ୍କ ପାଖରେ ସବୁ ଜିନିଷର ଅଭିଜ୍ଞତା ନଥାଏ, ତ ୟାଙ୍କ ପାଖରେ ଯୋଉ ଅଭିଜ୍ଞତା ଅଛି, ଏଇ ଆମ କହିଲି ପରା ଏଇ ପାଖାପାଖି ଅଞ୍ଚଳରେ ନାହାନ୍ତି କେହି। ଆକାଶବାଣୀ ଚେମଣା ଆଜକୁ 45 ବର୍ଷ ପୂର୍ବରେ କଟକର ରେଡିଓ ଷ୍ଟେସନକୁ ତା ଗାଁରେ ସେ ତିଆରି କରିଦେଲେ। ରେଡିଓରେ ଆମେ ସେତେବେଳେ ଶୁଣୁଥିଲେ, ସେଟା ହେଲା ଜେନ୍ ଏକ୍ସ ର କଥା ମୁଁ କହୁଛି, ଏବେ ତ ଜେନ୍ ଜି ହେଇଗଲା। ସେତେବେଳେ 45 ବର୍ଷ ପୂର୍ବରେ ଆମର କାହାର ଜନ୍ମ ହେଇନଥିବ, ସ୍କୁଲର ଛାତ୍ର ପରେ ସେ ଗୋଟେ ମେକାନିକାଲ ହେଲା, ରେଡିଓ ମେକାନିକ ହେଲା ପରେ ରେଡିଓ ଷ୍ଟେସନକୁ ସେ ତିଆରି କଲେ ନିଜ ଗାଁରେ, ଏବଂ ସକ୍ସେସଫୁଲି ହେଲେ। ଜଣେ ବୈଜ୍ଞାନିକର ମାନ୍ୟତା ତାଙ୍କୁ ଯଦିଓ ଆମେ ଦେଲେ ନାହିଁ, କିନ୍ତୁ ସେ ଜଣେ ସାଇଣ୍ଟିଷ୍ଟ, ନିଜ ଶକ୍ତି ବଳରେ, ନିଜ ବୁଦ୍ଧି ବଳରେ ରେଡିଓ ଷ୍ଟେସନ ନିଜ ଗାଁରେ ତିଆରି କଲେ, କଟକର ରେଡିଓ ଷ୍ଟେସନକୁ। ଏବଂ ତା ଗାଁରୁ ଚେମଣା ଗ୍ରାମରୁ ସେ କହିଲେ ଆକାଶବାଣୀ ଚେମଣା। କଟକ ରେଡିଓ ଷ୍ଟେସନ ବନ୍ଦ ହେଇଗଲା ଏବଂ ଆକାଶବାଣୀ ଚେମଣା କଟକ ରେଡିଓ ଷ୍ଟେସନରେ ବାଜିଲା ଏବଂ ସାରା ଓଡ଼ିଶାର ସବୁ ରେଡିଓରେ ବାଜିଲା ଆକାଶବାଣୀ ଚେମଣା। ସେ ଗାଁର ନାଁ ହଉଛି ଚେମଣା। ତ ତାର ଏଇ ଯୋଉ ନୂଆ ନବ ସୃଜନ ସୃଷ୍ଟି କରିବାର ଇଏ ଆଗ୍ରହ ତା ଭିତରେ ଜନ୍ମିଥିଲା। ଘଟଙ୍ଗାର ସେ ଗୋଟିଏ ଆମର ମୁସଲମାନ ପିଲାଟି